संध्या ହେଲା ମାତ୍ରେ ସେ ଦୋକାନରେ ପହଞ୍ଚି ଯାଆନ୍ତି। ଭାଜି ଦିଅନ୍ତି ବ୍ରେଡ୍, କାଟି ଦିଅନ୍ତି କୋବି। ଆପଣ ଦେଖୁଥିବା ଏମାନେ ହେଉଛନ୍ତି ତିନି ଭାଇ। ବଡ଼ ଭାଇ ଅନିଲ ବିଷୋୟୀଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ସାନ ଏବଂ ମଝିଆ ଭାଇ। ସେ ନିଜେ ଦୋକାନରେ କାମ କରିବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର। କଲେଜ ପଢ଼ା ସମୟରେ ସେ ଏକ ଠେଲା ଗାଡ଼ିରେ ଦୋକାନ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କ ଦୋକାନରେ ଆଉ ଜଣେ କଲେଜ ଛାତ୍ରଙ୍କୁ ମଧ୍ୟ ନିଯୁକ୍ତି ଦେଇ ଆଜିର ଯୁବବର୍ଗଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ଭାଇଙ୍କର ଦୋକାନ ଅଛି ଏଇଟା ଜୋକର ଫୁଡ। ସକାଳେ ପାଠ ପଢୁଛି, କଲେଜ ଯାଇକି ଆସୁଛୁ। ଉପରବେଳାରେ ଦୋକାନରେ ଆମେ ତିନି ଭାଇ, ମଝିଆ ଭାଇର ମୋର ଏଠି ଦୋକାନ ହେଲ୍ପ କରୁଛୁ। ସେ ବଡ଼ ଭାଇ ବାହାରକୁ ଆସିଥିଲା, ବାହାରୁ ଯାଇ ତା ଦେହ ଟିକେ ଖରାପ ରହିଲା, ଫ୍ୟାମିଲି ପ୍ରୋବ୍ଲେମ୍ ଅଛି। ଭାଇ ଦୋକାନ ଖୋଲିଲା ପରେ ଆମେ ଦି ଭାଇ ହେଲ୍ପ କରୁଥିଲୁ ତାକୁ। ଉପରବେଳି ଆସିଲେ ଦୋକାନରେ ହେଲ୍ପ କରୁଛି। ଦୋକାନ ଆଗେ ତ ଭଲ ଏବେ ଭଲ ଚାଲିଛି ଏବେ ଦୋକାନ। ଭାଇ ବାହାରୁ ଯାଇଥିଲା, ଭାଇର ଦେହ ଖରାପ ଥିଲା, ସେଠି କ'ଣ ତାକୁ ଇଏ ହେଲା, ଭଞ୍ଜନଗର ଆସିଲା ପରେ ଦେହ ଭଲ ହେଲା। ଆସିଲା ପରେ ମାମାକୁ କହିକି ଦୋକାନ ଖୋଲା ଷ୍ଟାର୍ଟ କରିଥିଲା। ଝିଅ ଭାଇର ମୋର ଦି ଭାଇ ବଡ଼ ଭାଇକି ସାହାଯ୍ୟ କରୁଛି। ମୁଁ ବିରିୟାନୀ କରୁଛି, ଚାଉମିନ, ସ୍ପ୍ରିଙ୍ଗ ରୋଲ ହେଉଛି, ଚାଇନିଜ ଆଇଟମ୍ ହେଉଛି। ହଁ, ସବୁ ବଡ଼ ଭାଇ ସାର୍ ଶିଖି ଆସି ଆମକୁ ଶିଖେଇଛନ୍ତି। ଚାକିରି ପଛରେ ନ ଗୋଡ଼େଇ ନିଜେ ଦୋକାନ କରି ବ୍ୟବସାୟ ଆରମ୍ଭ କରିଥିବାରୁ ଘରେ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। 3 ବର୍ଷ ତଳେ ପରିବାର ବୋଝ ଅନିଲଙ୍କ ଉପରେ ପଡ଼ିଥିଲା। ଏଣୁ ନିଜେ ସ୍ୱାବଲମ୍ବୀ ହେବା ପାଇଁ ମନ ବଳାଇ ଦୋକାନ କରିବା ସହ ଅନ୍ୟଙ୍କୁ ରୋଜଗାର ଦେଇପାରିଛନ୍ତି ସେ। ତେଣେ ଯୁବକଙ୍କ ଏଭଳି କାମ ଦେଖି ଖୁସି ପ୍ରକଟ କରିଛନ୍ତି ଗ୍ରାହକ। କେମିତି ମାନେ ଏଇଟା +2 ଟାଇମ୍ରେ ଟିକେ ଘରର ପ୍ରୋବ୍ଲେମ୍ ରହିଲା ପରେ ଟିକେ ଏଇଟା ଶିଖିବା ପାଇଁ ମୋତେ ବାହାରୁ ଯିବାକୁ ପଡ଼ିଥିଲା। ମୁମ୍ବାଇ ଯାଇଥିଲି ଏଇଟା ଶିଖିବା ପାଇଁ। ତ ସେଠି ଯେତିକି ଶିଖିବା ପାଇଁ ଟିକେ ପ୍ରୋବ୍ଲେମ୍ ହେଲା, ମୋର ଦେହ ଟିକେ ଖରାପ ହେଲା। ସେଇଠି ଦେହ ଯେତେବେଳେ ଖରାପ ହେଲା, ମାନେ ଯେତିକି ଶିଖିଥିଲି ମୁଁ ତାର ଇଏ ନେଇକି ଏଠି ମୁଁ ଷ୍ଟାର୍ଟ କଲି ଜୋକରକୁ। ତ ଏବେ ଏଇଟା ଆରମ୍ଭ କରିବାର ମୋତେ 5 ଇୟର୍ ହେଇଗଲା। ତ ଏଇଟା ମଝିରେ ପ୍ରୋବ୍ଲେମ୍ ହେଉଥିଲା, ଲକଡାଉନ୍ ଆସିଥିଲା, ତାପରେ ଟିକେ ଘରର ବି ଟିକେ ପ୍ରୋବ୍ଲେମ୍ ରହୁଥିଲା, ମାନେ ଲୋକଙ୍କ ବି ଟିକେ ସପୋର୍ଟ ନଥିଲା। ଏବେ ଯେତେବେଳେ ବି ବନେଇଛି ଟିକେ ଲୋକଙ୍କ ସପୋର୍ଟ ରହୁଛି, ଲୋକମାନେ ଟିକେ ଆଗ୍ରହ ହେଉଛନ୍ତି। ଏ ଦୋକାନରେ ମୋର ଦି ଭାଇ ମୋର ହେଲ୍ପ କରୁଛନ୍ତି। ଦି ଭାଇ ହେଲ୍ପ କରିବା ଯୋଗୁରୁ ଯାହା ବି 90% ଟିକେ ହେଲ୍ପରେ ଚାଲିଛି। ଏକଲା ତ ଏ ଜିନିଷ କରିବାଟା ବହୁତ ଇଜି ନାହିଁ। ତ ଏବେ ଭାଇଙ୍କର ସପୋର୍ଟରେ ଚାଲିଛି। ଦେଖୁଛନ୍ତି ସମାଜରେ ଯୁବବର୍ଗର ଅଧପତନ ଘଟିବାକୁ ଯାଉଛି। ସମସ୍ତେ ଧଳା ଜହରଠୁ ଆରମ୍ଭ କରି ନିଶାଖୋର ହେଇକିରି ବୁଲୁଥିବା ବେଶରେ ଅନିଲ ବିଷୋୟୀ ଗୋଟେ ବିରଳ ବ୍ୟକ୍ତିତ୍ୱ। ସଂସାରରେ ଜନ୍ମ ହେଲେ ତାକୁ ସମାଜର ମୁଖ୍ୟ ସ୍ରୋତରେ ଗ୍ରହଣ କରିବାକୁ ଗଲେ ଅର୍ଥର ନିହାତି ଆବଶ୍ୟକତା ରହିଛି। କିନ୍ତୁ ଅର୍ଥର ନିହାତି ଆବଶ୍ୟକତା ରହିଥାଏ ଯେ ତାକୁ ବଦମାର୍ଗରେ ତ ରୋଜଗାର କଲେ ହେବ ନାହିଁ। ଅନିଲ ବିଷୋୟୀ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦୁଇ ଭାଇଙ୍କ ସହଯୋଗରେ ଆମର ଏଇ ଟାଉନ ହଲ୍ ପାଖରେ ଏକ ଫୁଡ ଷ୍ଟଲ୍ ଖୋଲିଛନ୍ତି, ସ୍ୱାଦିଷ୍ଟ ଖାଦ୍ୟ। ଏହା ଏକ ସମାଜର ପ୍ରତ୍ୟେକ ଯୁବବର୍ଗ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ଯେ ଅନିଲ ବାବୁଙ୍କଠୁ ଶିଖ ସ୍ୱଳ୍ପ ବ୍ୟୟରେ କେମିତି ଗୋଟିଏ ଦୋକାନ କରିବା, ଗୋଟେ ଫୁଡ ଷ୍ଟଲ୍ ତିଆରି କରି ଲୋକଙ୍କୁ ଆଗ୍ରହ ପ୍ରକାଶ କରିବା, ଆଉ ସେମାନଙ୍କ ଦ୍ୱାରା କିଛି ପାଉଥିବା ପାଇଁ ମୁଠାଏ ଦାନା ରୋଜଗାର କରିପାରିବା। ଏହା ଏକ ଉଦାହରଣ ସୃଷ୍ଟି କରୁଛି।